ଆମର ହେଉଛି ଏଇଟା ନବମ କ୍ଲାସ୍। ଆଚ୍ଛା, ଦୈନିକ ସ୍କୁଲକୁ ଆସୁଛ। ଗୁରୁ ବୁଝିବା ସମୟରେ ଯେଉଁଟା ବୁଝି ନ ପାରୁଛ ଛିଡ଼ା ହେଇ ଗୁରୁଙ୍କୁ ପଚାରୁଛ, କାରଣ ଆର ବର୍ଷକୁ ତୁମର 10ମ ବୋର୍ଡ଼ ପରୀକ୍ଷା ହେବ। ଆଚ୍ଛା, ଟ୍ୟୁସନକୁ ଯେଉଁମାନେ ଯାଉଛ ଟିକେ ହାତ ଦେଖନ୍ତୁ, ସବୁ ହାତ ବନ୍ଦ କର। ମୋର ଗୋଟିଏ କଥା ମନେ ରଖ, ଆମେ ଏଠି ଧନୀ ଘର ପିଲା ସମସ୍ତେ ନୁହେଁ। ବାପା ମାନେ ବହୁତ ବି କଷ୍ଟ କରି ପଇସା ରୋଜଗାର କରୁଛନ୍ତି। ଯଦି ଅଭାବ ପଡ଼ୁଛି ଦରକାର ବୋଲି ବି କରଜ କରିକିରି ବି ତୁମମାନଙ୍କ ସମ୍ମାନ ରଖିବା ପାଇଁ ବାପା ମାନେ ବି ପଇସା ଦେଉଛନ୍ତି, ତାହେଲେ ଗୁରୁଙ୍କୁ ଦେଉଛ ଦକ୍ଷିଣା। କିନ୍ତୁ ଟ୍ୟୁସନରେ ଯାହା ଗୁରୁ ବୁଝାଉଛନ୍ତି ତୁମେ ଯଦି ବୁଝି ନ ପାରୁଛ, ଛିଡ଼ା ହେଇକି ଥରକୁ 2 ଥର ତାଙ୍କୁ ପଚାର ବିଷୟଟା, କାରଣ ଆମେ ଦକ୍ଷିଣା ଦେଉଛୁ। ବୁଝିଲ, ଏ ଭୁଲ କରନ୍ତୁ ନାହିଁ। ତୁମ ପାଇଁ ପିତାମାତା ବହୁତ ସ୍ୱପ୍ନ ଦେଖୁଛନ୍ତି, ତୁମେ ଗୋଟିଏ ଦିନ ଭଲ ମଣିଷ ହେବ। ତେଣୁ ଦୈନିକ ସ୍କୁଲ ବିଦ୍ୟାଳୟକୁ ଆସ, ଗୁରୁ ଯାହା ବୁଝାଉଛନ୍ତି ମନ ଦେଇ ଶୁଣ। ଗୁରୁ ଯାହା ତୁମକୁ ପାଠ ଦେଉଛନ୍ତି ରାତି 9ଟା ପର୍ଯ୍ୟନ୍ତ, ମୁଁ କ'ଣ କହୁଛି ଟିକେ ଶୁଣନ୍ତୁ। କି ଟ୍ୟୁସନ ଶିକ୍ଷକମାନେ ଯେଉଁ ପାଠ ଦେଉଛନ୍ତି 9ଟା ପର୍ଯ୍ୟନ୍ତ ତାକୁ ଶେଷ କରିକି ଖାଇକି ବିଶ୍ରାମ ନିଅ। ତାପରେ ରାତି ଚେଷ୍ଟା କର 4ଟାଠୁ କି 4:30ଟାଠୁ ଉଠିବା। 3:30ଟା ଉଠିଲେ ବି ଆହୁରି ଭଲ। ସବୁଦିନ ଅଭ୍ୟାସ କଲେ ତୁମର ନିଜର ଚେହେରା ଠିକ୍ ରହିବ। ଯଦି 3:30ଟାରେ ସବୁବେଳେ ଅଭ୍ୟାସ କରିବ, ନିଜ ଚେହେରା ଠିକ୍ ରହିବ ଏବଂ ବହୁତ ବୁଦ୍ଧିମାନ ହେବ। ତାପରେ ସେହି ସମୟରେ ଯେଉଁ ପାଠଟା ପଢ଼ିବ, ଯେଉଁ ଘଣ୍ଟେ 1.5 ଘଣ୍ଟା ଦିନାଙ୍କ ପରିଶ୍ରମ କରି ଯେତିକି ମନେ ରହିବନି, ସେ 1.5 ଘଣ୍ଟା ଭିତରେ ବହୁତ ମନେ ରହିବ। ଚେହେରା ଠିକ୍ ରହିବ, ବୁଦ୍ଧିମାନ ହେବ ଏବଂ ତୁମେ ବହୁତ ଦିନ ବି ବଞ୍ଚିବ। ଆଉ ସବୁବେଳେ ଗୋଟିଏ କଥା ମନେ ରଖ, ସେଇ ସମୟଟା ହେଉଛି ବ୍ରହ୍ମ ମୁହୂର୍ତ୍ତ। ବ୍ରହ୍ମାଣ୍ଡର 4 ଦ୍ୱାର ଖୋଲା। ସାଧୁ ସନ୍ତମାନେ ସେହି ସମୟରେ ଯୋଗ କରନ୍ତି। ସେହି ସମୟରେ ଭଗବାନଙ୍କ ମନ୍ଦିର ଖୋଲା ହେଇଯାଏ। ତେଣୁ ସେଇଟା ଗୋଟେ ସୁବର୍ଣ୍ଣ ସୁଯୋଗ। ଯେଉଁମାନେ ହଠାତ୍ କିଣି 3:30ଟାରେ ଉଠି ନ ପାରିବେ, ଧୀରେ ଧୀରେ ଅଭ୍ୟାସ କରନ୍ତୁ। ଆଜି ମନେକର 5ଟାରେ ଉଠୁଛେ, ଚେଷ୍ଟା କରନ୍ତୁ 4:30ଟାରେ ଉଠିବା ପାଇଁ। ପୁଣି ତାପରେ କିଛି ଦିନ ଉଠିଲା ପରେ ଅଭ୍ୟାସ କରନ୍ତୁ 4ଟାରେ ଉଠିବା ପାଇଁ। ତେଣୁ ଅଭ୍ୟାସ ଗୋଟେ ଜିନିଷ ଜୀବନରେ ବହୁତ ବଡ଼ କଥା। ଆମେ ଯେହେତୁ ସଂସାରକୁ ଆସିଛେ, ଗୋଟେ ଶ୍ରେଷ୍ଠ ଜନ୍ମ ପାଇଛେ, ମନୁଷ୍ୟ ଜନ୍ମ। ତାହେଲେ 84 ଯୋନି ଜନ୍ମ ପରେ ଆମେ ମନୁଷ୍ୟ ଜନ୍ମ ପାଇଛେ। ଆମେ ପିତାମାତାଙ୍କ ପାଇଁ କିଛି କରିବା, ନିଜ ପାଇଁ କିଛି କରିବା, ଗୁରୁ ଗୁରୁଜନ ପାଇଁ କିଛି କରିବା, ଜନ୍ମଭୂମି ପାଇଁ କିଛି କରିବା। ସେଥିପାଇଁ ଆମେ ଶିକ୍ଷା ଅର୍ଜନ କରିବାକୁ ଆସିଛେ। ଯଦି ଆମେ ଶିକ୍ଷା ଅର୍ଜନ ନ କରିପାରିଲେ ଜୀବନରେ କିଛି କରିପାରିବେ ନାହିଁ। ଏଇ ଶିକ୍ଷା ପାଇଁ ମୋ ଜୀବନଟା ଗୋଟିଏ ବଣମାଲି ସଦୃଶ ହେଇଗଲା। ତାହେଲେ ମୋର ବୟସ ହେଲା 65 ବର୍ଷ। ବର୍ତ୍ତମାନ ଆଉ 4-5 ବର୍ଷ ପରେ କି କେତେବେଳେ ମୁଁ ଚାଲିଯିବି କହିହେବନି, କାରଣ ଏ ଶିକ୍ଷା ପାଇଁକା ମୋ ଜୀବନଟା ଗୋଟେ ବଣମାଲି ସଦୃଶ ହେଇଗଲା। କ'ଣ ହେଲା, ଭଗବାନ ମୋଠି ବହୁତ ଗୁଣ ଦେଇଥିଲେ, ବହୁତ କଳା ଦେଇଥିଲେ। ମୋର ଇଚ୍ଛା ଥିଲା ଭାରତ ବାହାରକୁ ଯିବା ପାଇଁ କି ଓଡ଼ିଶା ବାହାରକୁ ଯିବା ପାଇଁ। ମୁଁ ହିନ୍ଦୀ ଭାଷା, ଇଂଲିଶ ଭାଷା, ଇଂରାଜୀ ଭାଷା କହି ନ ପାରିବା ସତ୍ତ୍ୱେ ମୋ ଜୀବନରେ ଅନ୍ଧକାର ଆସିଛି। ତେଣୁ
चेष्टा कर सब प्रकार भाषा गुड़ा जाना यही भाषा सकाशे मोपाई बहुत लोग अपदस्थ होती मो सर्ट कथा गोटे कहीदे मो जीवन कथा तापर तुमको कह थे पूर्वतन संसद तथात शतपथी मोपाई जोगाजोग करते बम्बे जावाई गोटे साउंड आर्ट करने मुझे रिक्वेस्ट करती किंतु से मो नंबरटा जो साउंड आर्ट हो से सेक्रेटरी प्रेसिडेंट को धरईदे ये कथाटा भी आमर ये अंचल जी अच्छा समिति सभ्य बर्तमान पूर्व थे सरपंच बलराम श्रीजुक्त बलराम परिडा से भी जानी से हिंदी भाषा कही पारे बोली कल कैंसल हो गला मो जड़े संसद अपमानित तेणु तेणु आम शिक्षा पर ध्यान दिया आउ बापा माँ पढ़ाऊँ आम जा विद्यालय बसवा सांगसाथी रंग रहस्य करी घर को फेरवा कहार असुविधा हेनी पितामातार असुविधा हम नहीं कि गुरु मान असुविधा हम नहीं कि आम तुमको आसी घंटे अध घंटे 10 मिनट बुझाऊ आमर भी असुविधा हम तुम निजर असुविधा जदि तुम्हें कौन शिक्षा विषय भलकर शिक्षा उत्तम शिक्षा लाभ न कर ताले जीवन में तुम अंधकार किसी कर शिक्षा अर्जन करने को विद्यालय को आसती केवल चाकरी उद्देश्य मन रखी दंड माँ से शिक्षा जीवन प्रथम जीवन शेष जाए तुमको आलोक देखे जदि शिक्षा तुम ना ताहले तुम अंधकार रह शिक्षा सहित निजर संस्कार ठीक रख जड़े गुरुजन को केमती कथबार्ता करवा आज्ञा कड़े जाइए आज्ञा आपण कौन को डाकुंट आज्ञा मुझे आउटे पर जीवी सब संस्कार दे कथबार्ता कले तमें सम्मान देले गुरुजन मानू तमें सम्मान पाइब प्रत्येक कथार संस्कार अच्छे किंतु घरे खाइला बेले पूर्व दिग को मुह कर खातु सब तुम बंधे लक्ष्मी रे आसन बस तले बस खाइबे ना ये प्रथम कथा द्वितीय लाट्रिन जो ड्रेस जी से ड्रेस सागे सागे बदल गोड़ हाथ धोई से ड्रेस सागे सागे बदल ना अपवित्र रहा धीरे ठाकुर कला पिला शुणता मुझे कौन कहूँ अन्य मनुष्य मन तापर सका जिते प्रथम उठिल आग 5 मिनिट ध्यान बस ध्यान बसतु तमें जी 5 मिनिट भितर 11 थर जप कर ना 21 थर जप कर किसी ना ओ नम भगवते वासुदेवाय ओ नम भगवते वासुदेव मन मन शब्दटा क्या शुभन तुम कौन पढ़ुच बोली कहीं घरे भी जापर ब्रह्म मुहूर्त जिते उठ 5 उठु तुम इच्छा जदि 4:30 उठु कि 3:30 उठु प्रथम आग गोटे बिछण बसिक भगवान को टिके चिंता कर भगवान को जिते 5 मिनिट खंडे तुम जप कर मने मने तुम 2 हाथ जोड़ी दिंतु एटा भी प्रथम आरंभ भी शिखाई शिशु मंदिर शिखा पर अगे बसंती लक्ष्मी पर मध्य सरस्वती पर मूले श्री गोविंद प्रभात कर दर्शन ये जप कर सारापर यहाँ कहीकि प्रभु को टे आंठाई मुंडिया मार से कृष्ण मुंडिया मारे समय तुम जापर जे राधाकृष्ण मो आगे छिड़ा कि जगन्नाथ मो आगे छिड़ा कि नारायण मो आगे छिड़ा नारायण जी जगन्नाथ सी राधाकृष्ण सी ये प्रथम कथा द्वितीय प्रणामटा निजर पितामाता तुम मन मन पितामाता जापारे मु क्या प्रणाम कर जी सृष्टि की पठे आग प्रणाम करूँ
ତାପରେ ଦ୍ୱିତୀୟରେ ନିଜ ପିତାମାତା ତମେ ଜାଣିଦେଇପାରିବ ମୋ ବାପା ମା ଆସିକି ମୋ ଆଗରେ ଛିଡ଼ା ହେଇଛନ୍ତି କି ତାଙ୍କ ପାଦକୁ ନେଇକି ପ୍ରଣାମ କରିବ। ତାପରେ ତମକୁ ବର୍ତ୍ତମାନ ମୁଁ କହୁଥିଲି ଲାଟ୍ରିନ୍ ଗଲେ ନିଜେ ସାଙ୍ଗେ ସାଙ୍ଗେ ଡ୍ରେସ୍ ବଦଳିବ। ପୁଅ ପିଲାମାନେ ନବମ ପାଠ ପଢ଼ିଲେଣି, 14 ବର୍ଷ ହେଇଗଲାଣି, ତମେ ତଉଳିଆଟି ପିନ୍ଧିକି ଫାଷ୍ଟ କୁହାହେଲା। ତାପରେ ବଦଳିକି ଯଦି ସମୟ ପାଉଛି ଭଗବାନଙ୍କୁ ଦୁଇଟା ଫୁଲ ତୋଳିବ କି କିଛି କୁଆଡ଼େ ଟିକେ ବୁଲିବ। ଆଉ କେବେ ହେଲେ ଅଳସୁଆ ହେବାକୁ ଚେଷ୍ଟା କର। ଅଳସୁଆ ହେଲେ କିଛି କରିପାରିବ। ତମେ এই যেহেতু ସଂସାରକୁ ଆସିଛ ନିଶ୍ଚିତ ତୁମ ପିତାମାତା ତୁମକୁ ଆଶା ରଖିଛନ୍ତି, ମାତୃଭୂମି ଆଶା ରଖିଛି, ଗୁରୁଜନ ବି ଆଶା ରଖିଛନ୍ତି। ଆଜିର ଶିଶୁ କାଲିର ଭବିଷ୍ୟତ ନା ମା ଭୁଲ କହିବି। ଆଉ ଆମେ ଆସିବା ଗୋରୁ ଗାଈ ଭଳିଆ କି ଘୁଷୁର ଭଳିଆ ମୁଠେ ଖାଇବା ମରିବା, ଏଟା କିଛି ଲାଭ ନାହିଁ। ତେଣୁ ଏଇ ଭାଷା ସବୁକାର ଭାଷା ଅଭ୍ୟାସ କରିବାକୁ ଚେଷ୍ଟା କର। ଆଉ ସବୁବେଳେ ଗୁରୁଜନମାନଙ୍କୁ ସଂସ୍କାର ଦେଇ କଥା। ଆମର